ଆଜ୍ଞା ହଁ, ମାଛ ଗୋଟେ ଏମିତି ଜିନିଷ ଯାହାକି ଲୋକଙ୍କର ଅରୁଚିଆ ପାଟିକି ବି ରୁଚିଯାଏ। ମାଛ ଯେମିତିକି ଆମେ ଗୋଟେ ଭୋଜିରେ ଯେତେ ବି ଆଇଟମ୍ ହେଇଥାଉ ନା କାହିଁକି ସମସ୍ତଙ୍କର ଲୋଭ ଥାଏ ନନଭେଜ୍ ଉପରେ, ଆଉ ଖାସ୍ କରି ମାଛ, ରୋହି ମାଛର କାଲିଆ। ଆଜି ଆମେ ଗୋଟେ ଜବରଦସ୍ତ ରେସିପି ବନେଇବା ପୁରା ଘରୋଇ ଷ୍ଟାଇଲରେ ରୋହି ମାଛର କାଲିଆ ବା ରୋହି ମାଛର ତରକାରୀ। ତ ଦେଖନ୍ତୁ ମୁଁ ଏଇଠି 1.5 କେଜିର ରୋହି ମାଛ ପୁରା ବହୁତ ମାନେ ବଡ଼ ମାଛ ନେବେ, ତ ଏଇଥିପାଇଁ କାଲିଆ ପାଇଁ ବହୁତ ବଢ଼ିଆ ଲାଗିବ ଆଉ ବନେଇବା ପାଇଁ ବି ବହୁତ ଇଜି ରହିବ। ଆଉ ଦେଖନ୍ତୁ ଏଇଠି ମୁଁ ନେଇଛି 1.5 କେଜିର ରୋହି ମାଛ, ଆଉ ସେଟା ପୁରା ବଢ଼ିଆ ସେ କାଟିକି ଧୋଇ ନେବେ, ପୁରା 4-5 ଥର କ୍ଲିନ୍ କରିନେବେ। ଯେତେ ଆପଣ କ୍ଲିନ୍ କରିବେ ମାଛର ତରକାରୀ ସେତେ ଟେଷ୍ଟି ଲାଗିବ। ତ ଦେଖନ୍ତୁ ମୁଁ ଏଇଠି ପୁରା ବଢ଼ିଆ ସେ ଧୋଇ ନେଇ ଆସିଛି। ଏବେ ଆମେ ଆକୁ ମ୍ୟାରିନେଟ୍ କରିବା। ଆଉ ମ୍ୟାରିନେଟ୍ କରିବା ପାଇଁ ମୁଁ ପ୍ରଥମେ ମାନେ ମମ୍ମି କା ପ୍ୟାର ନମକ ସ୍ୱାଦ ଅନୁସାର, ତ ସେଇଭଳିଆ ମୁଁ ଦେଇଦେଇଛି ଫାଷ୍ଟ ଲୁଣ, ଆଉ ଲୁଣ ପରେ ଦେଇଦେଲି ହଳଦୀ, ଆଉ 1 ଚାମଚ ମାନେ ଅଧା ଚାମଚ ଭଳିଆ ହେବ ସେଇଟା ଗୋଟେ ଲଙ୍କାଗୁଣ୍ଡ। ଆଉ ଲଙ୍କାଗୁଣ୍ଡକୁ ଦେଇକି ଆମେ କ'ଣ କରିବା, ବଢ଼ିଆ ସେ ତାକୁ ପୁରା ଏପଟ ସେପଟ କରିକି ବଢ଼ିଆ ସେ ମ୍ୟାରିନେଟ୍ କରିନେବା, ବା ତା ଦେହରେ ପୁରା ବଢ଼ିଆ ସେ ଏପଟ ସେପଟ କରିକି ତଳ ମାଛ ହଉ ଉପର ମାଛ ହଉ ଓଲଟ ପାଲଟ କରିକି ସବୁଥିରେ ବଢ଼ିଆ ସେ ଆମେ ଲଗେଇଦେବା। ଏମିତି ଦେଖନ୍ତୁ ମୁଁ ଯେମିତି କରିକି ଲଗାଉଛି ସେମିତି ହାତ ସାହାଯ୍ୟରେ ଆପଣ ଏମିତି ସବୁ ମାଛକୁ ଏମିତି ମ୍ୟାରିନେଟ୍ କରିକି 10 ମିନିଟ୍ ପାଇଁ ରେଷ୍ଟରେ ଛାଡ଼ିଦେବେ। ତ ତାପରେ ମାନେ ସେମିତି ଛାଡ଼ିଦେଲେ ମାଛ ଗୁଡ଼ା କ'ଣ ହୁଏ ନା, ତା ଯେଉଁ ଆମର ଲଙ୍କାଗୁଣ୍ଡ ଦେଇଛେ ନା, ମାଛ ଗୁଡ଼ା ମାନେ ଟୋଟାଲ୍ ବି ମାନେ କଲର୍ ତ ଏତେ ସୁନ୍ଦର ଆସିବ। ଆଉ ମାଛ କାଲିଆ କରିବା ପାଇଁ ପୁରା ଏମିତି ଗୋଲ ଗୋଲ ପିସ୍ ନେବେ, ମାନେ ଆହୁରି ସୁନ୍ଦର ଲାଗିବ ଆଉ ଖାଇବା ପାଇଁ ବି ସେମିତି ଜବରଦସ୍ତ ଟେଷ୍ଟ ବି ଲାଗିବ। ତ ଦେଖନ୍ତୁ ଏଇଠି ଗୋଟେ ମୁଁ କଡ଼େଇ ବସେଇଲି, କଡ଼େଇରେ ଏବେ ଦେଇଦେଲି ମୁଁ ମଷ୍ଟର୍ଡ଼ ଅଏଲ୍। ମୁଁ ଏବେ ଯେତିକି ଦେଉଛି ତେଲ, ମୋର 1.5 କେଜି ମାଛ ପୁରା ସମ୍ପୂର୍ଣ୍ଣ ଭାଜି ହେବ, ଆଉ ଏଇଥିରେ ଆଳୁ ଭାଜି ହେବ, ଆଉ ଏଇଥିରେ ହିଁ ମସଲା ହେବ। ମୁଁ ଏକାଥରେ ମୁଁ ତେଲ ଦେଇଦେଉଛି ଏଇଠି 150 ଗ୍ରାମ ତେଲ ମୁଁ ଦେଇଦେଉଛି ଏଇଠି। 150ରୁ 200 ଗ୍ରାମ ଭିତରେ ମୁଁ ଏଇଠି ତେଲ ଦେଇଦେଉଛି। ଆଉ ତେଲ ପୁରା କଢ଼େଇରେ ପକେଇକି ପୁରା ଧୂଆଁ ବାହାରିବା ଯାଇ ଗରମ କରିବେ। ଯଦି ଧୂଆଁ ବାହାରିବା ଯାଇ ତେଲଟା ବହୁତ ବଢ଼ିଆ ସେ ଗରମ ହେଇଗଲା ନା, ତ ମାଛ ନା ବିଲକୁଲ ବି ଲାଗିବନି କଢ଼େଇରେ, ଆଉ ପୁରା ଯେମିତି ପକେଇଥିବେ ଆଉ ସେମିତି ପୁରା ରେଡ଼୍ ହେଇକି ପୁରା ବାହାରିବ। ତ ଦେଖନ୍ତୁ ମୁଁ ଏବେ ମାଛକୁ ପୁରା ତେଲ ମୋର ବହୁତ ବଢ଼ିଆ ସେ ଗରମ ହେଇଯାଇଥିଲା। ମୁଁ ଗୋଟେ ପିସ୍ କରିକି ଏମିତି ସବୁ ମାଛ ଦେଖନ୍ତୁ ପକେଇଦେଲି ନା, ମୋ କଢ଼େଇରେ ବି ଦେଖିବେ ନା ବିଲକୁଲ ବି ଟିକେ ବି ଲାଗିବନି, ଆଉ ବହୁତ ବଢ଼ିଆରେ ପୁରା ମାଛଟା ନା ଭାଜି ହେଇକି ବାହାରିବ, ପୁରା ରେଡ଼୍ ହେଇକି ବାହାରିବ। କାହିଁକିନା ଆମେ ଯେଉଁ ଲଙ୍କାଗୁଣ୍ଡଟା ଦେଇ ମ୍ୟାରିନେଟ୍ କରିଥିଲେ ନା, ସେଇଟା କେବଳ ମାଛର କଲର୍ ଆସିବା ପାଇଁ ବହୁତ ବଢ଼ିଆ। ତ ସେଇଥିପାଇଁ ଦେଖନ୍ତୁ ମୁଁ ଏଇଭଳିଆ ପ୍ରୋସେସ୍ରେ ପୁରା କଡ଼ା କରି ସବୁ ମାଛକୁ ଏମିତି ଆମେ କ'ଣ କରିବା, ଗୋଟି କରି ଭାଜିଦେବା। ଆମେ ସେଇ ତେଲରେ ନା କ'ଣ କରିବା, ସବୁ ମାଛକୁ ଏଇଟା ଗୋଟେ ହେଇଗଲା 5 ପିସ୍, ମୁଁ ଗୋଟେ ଥରରେ ମୁଁ 5 ପିସ୍ରୁ 6 ପିସ୍ ମାଛ ଭାଜୁଥିଲି। ତ ଆପଣଙ୍କ କଡ଼େଇରେ ଯଦି ଆଉ ଜାଗା ହେଉଛି ଆଉ ଏକାଥରେ ଏମିତି ସବୁ ମାଛ ଭାଜିଦେବେ। କିନ୍ତୁ ମାଛ ଭଜାଟା ମାନେ ଧ୍ୟାନ ରଖିବେ କି ମାଛ ଭଜାଟା ଯେମିତି ପୁରା ଟିକେ ଟାଇଟ୍ ହେଇକି ରହିଥିବ ସବୁବେଳ ପାଇଁ, ମାନେ ଟିକେ କଡ଼ା ପାଗରେ ଭାଜିଦେବେ। ତ ସେଇ ତେଲରେ ମୁଁ କ'ଣ କଲି, ଏଇଠି ମିଡ଼ିୟମ୍ ସାଇଜ୍ର ମୁଁ ଏଇଠି ଆଳୁ ନେଇଛି, ମିଡ଼ିୟମ୍ରୁ ମାନେ ଟିକେ ସ୍ମଲ୍ ହେବ, ମୁଁ ସେଇଭଳିଆ ଆଳୁ ନେଇଛି। ଆଉ ଚୋପା ବିଲକୁଲ ବି ଛଡ଼େଇନି, ଆଉ ତାକୁ ଏଇଭଳିଆ ପୁରା ସେଇ ତେଲରେ ଦେଇଦେଲି, ସେଇଟା ଭାଜି ହେଇଯିବ। ତ ଦେଖନ୍ତୁ ଆଳୁ ଆମର ଯେପର୍ଯ୍ୟନ୍ତ ଭାଜି ହେଉଛି, ଆମେ କ'ଣ କରିବା, ଚାଲ ଗୋଟେ ମସଲା ବନେଇଦେବା ମାଛ କାଲିଆ ପାଇଁ। ମୁଁ ଏଇଠି 2-3ଟା ବଡ଼ ମାନେ ପିଆଜ ନେଇଛି ବଡ଼ ସାଇଜ୍ର, ଆଉ 1 ଇଞ୍ଚର ଅଦା ନେଇଛି, ଆଉ 10-12 କୋଲା ରସୁଣ, ଆଉ ମାନେ ହାତରେ 1 ଚାମଚ ଭଳିଆ ହେବ ମାନେ ସୋରିଷ, ଛୋଟ ଚାମଚ, ତାକୁ ଆମେ ପେଷ୍ଟ କରିନେବା। ଆଉ ଏପଟେ ଦେଖନ୍ତୁ ଆଳୁ ପୁରା ଆମର ଗୋଲ୍ଡେନ୍ ହେଇଗଲାଣି। ଆଉ ସେଇ କଡ଼େଇରେ ସେମ୍ କଡ଼େଇରେ ଆଉ ସେମ୍ ତେଲରେ ଆମେ କ'ଣ କରିବା, ଏଇଠି ମୁଁ ଛୋଟ ସାଇଜ୍ର ମୋର ଟମାଟୋ ଥିଲା, ମୁଁ ଏଇଠି 3ଟା ଟମାଟୋ ନେଇଛି। 3ଟା ଟମାଟୋ ମୁଁ ଏଇଠି ଦେଇଛି ତେଲରେ। ସେ ଏମିତି ଟମାଟୋଟାକୁ ଦେଲେ କ'ଣ ହେବ ନା, ତେଲଟାରେ ଟମାଟୋ ଏମିତି ଅବଜର୍ଭ କରିନେବ ନା, ତେଲର କଲର୍ ଅଟୋମେଟିକ୍ ଚେଞ୍ଜ ହେଇଯିବ। ନା ଆମକୁ ମାନେ ବେଶୀ ଲଙ୍କାଗୁଣ୍ଡ ଦେବାକୁ ପଡ଼ିବ କଲର୍ ପାଇଁ, ନା ଆଉ କିଛି ଅଲଗା ଦେବାକୁ ପଡ଼ିବ। ଟମାଟୋଟା ଯଦି ଏଇଭଳିଆ ଆମେ ତେଲରେ ଦେଇଦେବା ନା, ତ ତେଲର କଲର୍ ଅଟୋମେଟିକ୍ ରେଡ଼୍ ହେଇଯିବ, ଆଉ ଟମାଟୋ କଲର୍ ସହିତ ପୁରା ମ୍ୟାଚ୍ ହେଇଯିବ। ଦେଖନ୍ତୁ ମୁଁ ବିଲକୁଲ ବି ଏଠି ହଳଦୀ ଆଉ ଲଙ୍କାଗୁଣ୍ଡ ଦେଇନି, କିନ୍ତୁ ଆମ ମସଲାର କଲର୍ ଅଟୋମେଟିକ୍ ଏଠି ଚେଞ୍ଜ ହେବାରେ ଲାଗିଛି। ତ ଯେଉଁ ମସଲା ପେଷ୍ଟଟା ମୁଁ ବନେଇକି ରଖିଥିଲି, ଟମାଟୋ ଯେତେବେଳେ ହେଇଗଲା
ମୁଁ ତା ଦେହରେ ସେ ମସଲା ପେଷ୍ଟଟା ଦେଇଦେଲି। ଆମର ଆଉ ବର୍ତ୍ତମାନ କିଛି କରିବାର ନାହିଁ, ଆମେ ଏବେ ଟିକେ କିଛି ଗୁଣ୍ଡ ମସଲା ଦେଇଦେବା। ଯେମିତିକି ମୁଁ ଏଇଠି ନେଇଛି ଫିସ୍ ମସଲା, ହଳଦୀ ପାଉଡ଼ର, ଆଉ ରାଗ ପାଇଁ ଲଙ୍କା ପାଉଡ଼ର, ଆଉ ଟିକେ କାଶ୍ମୀରୀ ରେଡ଼୍ ଚିଲି ପାଉଡ଼ର ଏତିକି ଦେଇଛି, ଆଉ ଟିକେ ଜିରା ପାଉଡ଼ର। କାହିଁକିନା ଆମେ ଯେହେତୁ ସୋରିଷ ଟିକେ ବାଟିଥିଲେ ନା, ଆଉ ସେଇ ସବୁକୁ ଦେଇକି ଆମେ କ'ଣ କରିବା ନା ସେଇ ଗୁଣ୍ଡ ମସଲାଟା କେମିତି ମାନେ ବିଣ୍ଡା ନ ହେଇଯାଉ ମସଲାରେ, ତ ଗୁଣ୍ଡ ମସଲା ଦେବେ ତ ସାଙ୍ଗେ ସାଙ୍ଗେ ଟିକେ ପାଣି ଦେଇଦେବେ। ଆଉ ଗରମ ପାଣି ଯଦି ଆପଣ ମସଲା କଲାବେଳେ ବ୍ୟବହାର କରୁଛନ୍ତି ତ ବହୁତ ହି ବଢ଼ିଆ ଲାଗିବ। ଆଉ ଗରମ ପାଣି ବ୍ୟବହାର କରିବା ପାଇଁ ବହୁତ ବଢ଼ିଆ ସେ ଚେଷ୍ଟା କରିବେ। ଆଉ ଦେଖନ୍ତୁ ମୁଁ ଏଇଠି ମୋର ମସଲା ପୁରା ରେଡ଼ି ହେଇଗଲା। ଆଉ ଆମେ ଯେଉଁ ଭାଜିକି ରଖିଥିବା ଯେଉଁ ଆଳୁ ସେଇଟା ସେ ମସଲାରେ ଦେଇକି ଆମେ କ'ଣ କରିବା 10ରୁ 15 ମିନିଟ୍ ଭଳିଆ ତାକୁ ଆମେ କ'ଣ କରିବା ନା ତାକୁ ଛାଡ଼ିଦେବା। ସେ ଆଳୁ ବି ସିଝିଯିବ ଆଉ ମସଲା ବି ପିଇଯିବ। ତ ଦେଖନ୍ତୁ ମୋର 10ରୁ 15 ମିନିଟ୍ ଏଇଠି ହେଇଯାଇଛି। ଆଉ ମୋର ବଢ଼ିଆ ସେ ପୁରା ଆଳୁ ଆଉ ମସଲା ପୁରା ବଢ଼ିଆ ସେ ସିଝିଗଲାଣି। ଆଉ କଲର୍ ବି ଦେଖି ନିଅନ୍ତୁ କେତେ ସୁନ୍ଦର ହେଇଗଲାଣି। ଆଉ ଯେତିକି ମୋତେ ଗ୍ରେଭି ଦରକାର ମୁଁ ସେଇ ହିସାବରେ ଏଇଠି ମୋର ପାଣି ଦେଇଦେବି। କାହିଁକିନା ମୋତେ ଭାତରେ ଏଇଟା ମୁଁ ବନଉଛି, ଆପଣ ଚାହିଁଲେ ଆପଣଙ୍କ ହିସାବରେ କ୍ୱାଣ୍ଟିଟି କମ୍ ବେଶୀ କରିପାରିବେ। ସବୁ ଜିନିଷର ଆପଣଙ୍କ ମେଜରମେଣ୍ଟ ହିସାବରେ ଆପଣ କମ୍ ବେଶୀ ବି କରିପାରିବେ। ମୁଁ କେମିତି ମୋର ମାଛ ମାନେ ମୋର ଯେତିକି ଥିଲା ମୁଁ ସେଇ ହିସାବରେ କରୁଛି। ଆଉ ଦେଖନ୍ତୁ ମୋର ଏଇଠି ପୁରା ମାନେ କ'ଣ କହିଲେ ଗ୍ରେଭିଟା ପୁରା ଫୁଟିଗଲାଣି। ଆଉ ଫୁଟିଲା ମାତ୍ରେ ଆମେ ସେଥିରେ ଦେଇଦେବା ମାଛ। କାହିଁକିନା ମାଛଟାକୁ ଆମେ ଏତେ ମାନେ ବଢ଼ିଆ ସେ କଡ଼ା କରି ଫ୍ରାଏ କରିଛେ ନା, ତ ମାଛକୁ ଆମେ ଟିକେ 10 ମିନିଟ୍ ମିନିମମ୍ କ'ଣ କରିବେ ନା ଫୁଟିବାକୁ ଛାଡ଼ିଦେବେ ଝୋଳ ସହିତ। ଯଦି ଆମେ ଗ୍ରେଭି ସହିତ ମାଛକୁ 10 ମିନିଟ୍ ଛାଡ଼ିଦେବା ନା, ତ ମାଛରେ ଯେତିକି ତା'ର ତେଲ ମସଲା ଯେତିକି ତା'ର ଅବଜର୍ଭ କରିବା କଥା ନା, ସେ ବହୁତ ବଢ଼ିଆ ସେ ଅବଜର୍ଭ କରିନେବ। ଯାହାଦ୍ୱାରା କି ମାଛଟା ଆମେ ଖାଇଲା ବେଳକୁ ନା ଫିକା ଫିକା ଲାଗିବନି, ବହୁତ ହି ଟେଷ୍ଟି ଲାଗିବ। ତ ଦେଖନ୍ତୁ ମୋର ଏଇଠି ମାଛର କାଲିଆ ପୁରା ବହୁତ ହି ବଢ଼ିଆ ସେ ରେଡ଼ି ହେଇଗଲା, ପୁରା ଭାକୁର ମାଛର ପୁରା କାଲିଆ। ତ ଆପଣମାନେ ଏଇଭଳିଆ ରେସିପି ମାନେ ଯଦି ଆପଣଙ୍କୁ ମାନେ ଏଇଭଳିଆ ରେସିପି ବହୁତ ବଢ଼ିଆ ଲାଗୁଥିବ ନା, ମୋ ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରିବା ପାଇଁ ବିଲକୁଲ ବି ଭୁଲିବେନି। ଆଉ ସେୟାର ବି କରିଦିଅନ୍ତୁ ଯଦି ମୋ ଷ୍ଟାଇଲରେ ମାଛ କାଲିଆ ଆପଣଙ୍କୁ ପସନ୍ଦ ହେଇଥିବ। ତ ସେ ଦେଖନ୍ତୁ ଏବେ ମୋର ମାଛ କାଲିଆ ପୁରା ଖାଇବା ପାଇଁ ପୁରା ରେଡ଼ି। ଆଉ ତା ଝୋଳର କନସିଷ୍ଟେନ୍ସି ଦେଖି ଆପଣ ଜାଣିପାରୁଥିବେ ଝୋଳଟା କେତେ ମାନେ ବଢ଼ିଆ ହେଇଛି। ଆଉ ଆପଣଙ୍କୁ ପୁରା ମାନେ ଗୋଟେ ପିସ୍ ଖାଇବେ ନା ମନ ପୁରା ଭରିଯିବ। ଏଇଟା କେତେ ସୁନ୍ଦର ଦେଖିଦିଅନ୍ତୁ, ତା କଲର୍, ତା ଟେକ୍ସଚର୍, ତାକୁ ପୁରା ପିସ୍ ବହୁତ ହି ବଢ଼ିଆ ନା, ମାଛର କଲର୍ ଖରାପ ଦେଖାଯାଉଛି। ଆଉ ରହିଲି, ନମସ୍କାର, ଜୟ ଜଗନ୍ନାଥ।